মিঠা নাম অতি প্রিয় নাম যিশু নাম মধু নাম মিঠা নাম অতি প্রিয় নাম যিশুଙ୍କ নাম পাপ শাপ করে দূর যিশুଙ୍କ নাম ସବୁ ଭୟ করে দূর ମୋ ଯୀଶୁ ନାମ। প্রিয় শ্রোতা বন্ধু, প্রভু শ্রীখ্ରୀষ্টଙ୍କ ସର୍ବଶ୍ରେଷ୍ଠ ନାମରେ ଆପଣଙ୍କୁ ଶୁଭେଚ୍ଛା। ପବିତ୍ର ବାଇବଲର ମାଥ୍ୟୁ ଲିଖିତ ସୁସମାଚାର 2:11 ପଦରେ ଆମମାନେ ଏହିପରି ପାଠ କରୁ। ଆଉ ଗୃହ ଭିତରକୁ ଯାଇ ଶିଶୁଙ୍କୁ ତାହାଙ୍କ ମାତା ମରିୟମଙ୍କ ସାଙ୍ଗରେ ଦେଖିଲେ ଓ ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ପୁଣି ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନ ଦେଲେ। ଯୀଶୁ ଖ୍ରୀଷ୍ଟଙ୍କ ଜନ୍ମ ଉତ୍ତାରେ ପୂର୍ବ ଦେଶର କେତେକ ଜ୍ୟୋତିଷ୍କ ପଣ୍ଡିତମାନେ ତାହାଙ୍କ ଅନ୍ୱେଷଣରେ ଆସିଲେ। ସେମାନେ ତାହାଙ୍କର ଆରାଧନା କରିବାକୁ ଚାହୁଁଥିଲେ। ଯେତେବେଳେ ସେମାନେ ସେହି ଗୃହରେ ପହଞ୍ଚିଲେ, ସେଠାରେ ସେମାନେ ଶିଶୁଙ୍କୁ ତାଙ୍କ ମାତା ମରିୟମଙ୍କ ସଙ୍ଗରେ ଦେଖି ତାହାଙ୍କୁ ଭୂମିଷ୍ଠ ପ୍ରଣାମ କଲେ। ସେମାନେ ଆପଣା ଆପଣା ପେଡ଼ି ଫିଟାଇ ସୁନା, କୁନ୍ଦୁରୁ ଓ ଗନ୍ଧରସ ତାହାଙ୍କୁ ଦର୍ଶନୀ ଦେଲେ। ସେମାନେ ସେହି ଶିଶୁ ଯୀଶୁଙ୍କ ଆରାଧନା କଲେ। ଆରାଧନା ତ ଈଶ୍ୱରଙ୍କ ଉଦ୍ଦେଶ୍ୟରେ କରାଯାଏ। ଯେଉଁମାନେ ଆରାଧନା କରନ୍ତି ସେମାନେ ଜାଣନ୍ତି ଯେ ଯାହାଙ୍କ ଆରାଧନା ସେମାନେ କରନ୍ତି ସେ ଈଶ୍ୱର ଅଟନ୍ତି। ତାହାଙ୍କ ଗୁଣ, ଚରିତ୍ର ଓ କାର୍ଯ୍ୟର ଆଧାରରେ ହିଁ ସେମାନେ ତାହାଙ୍କ ଆରାଧନା କରନ୍ତି। ପୂର୍ବ ଦେଶରୁ ଆଗତ ସେ ଜ୍ୟୋତିଷ୍କ ପଣ୍ଡିତଗଣ ଈଶ୍ୱର ପୁତ୍ରଙ୍କର ଆରାଧନା କଲେ। ସେମାନେ ଜାଣିଥିଲେ ଯେ ଇଏ ହେଉଛନ୍ତି ସେହି ଶିଶୁ ଯେ ଯହୂଦୀମାନଙ୍କ ରାଜା, ଆଉ ତାହାଙ୍କ ଦ୍ୱାରା ସମଗ୍ର ମାନବ ଜାତିର ପରିତ୍ରାଣ ହେବ। ହଁ, ଇଏ ହେଉଛନ୍ତି ସେହି ଶିଶୁ ଯୀଶୁ ଯିଏ ଆପଣା ଶିକ୍ଷା କାର୍ଯ୍ୟ ଦ୍ୱାରା ଆପଣା ଈଶ୍ୱରତ୍ୱର ପ୍ରମାଣ ଦେଲେ। ପୁଣି ଯେତେବେଳେ ସମୟ ଆସିଲା, ସେ ସମଗ୍ର ମାନବ ଜାତିର ପାପର ବୋଝ ଆପଣ ଉପରେ ନେଇ ବଳିଦାନ ହେଲେ, ଯେପରି ଯେ କେହି ତାଙ୍କଠାରେ ବିଶ୍ୱାସ କରେ ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପ୍ରାପ୍ତ ହୁଏ। ଆପଣ ମଧ୍ୟ ସେହି ପ୍ରଭୁ ଶ୍ରୀଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ ଦ୍ୱାରା ପରିତ୍ରାଣ ପ୍ରାପ୍ତ ହୋଇପାରିବେ ତଥା ଈଶ୍ୱରଙ୍କର ସତ୍ୟ ଆରାଧକ ହୋଇପାରିବେ। ଏଥି ନିମନ୍ତେ ଆପଣଙ୍କ ପାଇଁ ଈଶ୍ୱରଙ୍କ ନିକଟରେ ଆମର ଏହି ପ୍ରାର୍ଥନା